ସେ ତ ସ୍ନେହମୟୀ ଆମ ମା। ହେଉ ପଛେ ପଥ ଯେତେ ଦୁର୍ଗମ, ସମୟ ହେଉ ବା ଦୁରୂହ ବିଷମ। ହେଉ ପଛେ ପଥ ଯେତେ ଦୁର୍ଗମ, ସମୟ ହେଉ ବା ଦୁରୂହ ବିଷମ। କାହା ମଧୁବାଣୀ କର୍ଣ୍ଣେ ମୋର ଶୁଣି, କାହା ମଧୁବାଣୀ କର୍ଣ୍ଣେ ମୋର ଶୁଣି, କିଏ ହେବ ଆସି ଠିଆ। ସେ ତ ପ୍ରେମମୟୀ ଆମ ମା। ସେ ତ ପ୍ରେମମୟୀ ଆମ ମା। ହାତ ଯାର କେବେ ହୁଏନି ଅବଶ, ଦେବା ପାଇଁ ସାରା ସଂସାରେ ଆଶିଷ। ହାତ ଯାର କେବେ ହୁଏନି ଅବଶ, ଦେବା ପାଇଁ ସାରା ସଂସାରେ ଆଶିଷ। যা হৃদয় বিশ্ব পাইছি আশ্রয়, যা হৃদয় বিশ্ব পাইছি আশ্রয়। কে কহিব মতে আহা, সে তো আনন্দময়ী ଆମ মা। সে তো আনন্দময়ী ଆମ মা। ଚାଲିବା ପାଇଁ କି ବାହାରି ଆସିଛି, ପଥ ଜଣା ନାହିଁ ତଥାପି ଚାଲିଛି। ପଥ ଜଣା ନାହିଁ ତଥାପି ଚାଲିଛି। କିଏ ଦେଖାଇବ পথ সতে মতে, কিয়ে দেখাইব পথ সতে মতে। কিয়ে হেব মোর সাহা, সে তো মধুময়ী ଆମ মা। সে তো মধুময়ী ଆମ মা। সে তো আনন্দময়ী ଆମ মা। সে তো স্নেহময়ী ଆମ মা। সে তো প্রেমময়ী ଆମ মা। বন্দে মাতরম। ହଁ ଅପା ନମସ୍କାର। କରୁଣାମୟୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦ এই ପାଠଚକ୍ରରେ ଯୋଗ ଦେଇଥିବା ମୋର ଆତ୍ମାର ସମସ୍ତ ସାଥୀ ଅପଭାଇ ମାନଙ୍କୁ ମୋର ଶୁଭେଚ୍ଛା, ନମସ୍କାର। ଆମେ ଆଜି ପ୍ରଭୁଙ୍କର ଦିବ୍ୟ ଗ୍ରନ୍ଥ, ଦିବ୍ୟ ଜୀବନର ଗ୍ରନ୍ଥର 12th ଚାପ୍ଟର ତାର 10ମ ପରିଚ୍ଛେଦଟି ପୁନରାଲୋଚନା କରିବା। କାଲି ମୁଁ 9ମ ପରିଚ୍ଛେଦଟି କରିଥିଲି। ଏଇଟା ମଧ୍ୟ ଆଗରୁ 2 ଥର ହେଇସାରିଛି। 10ମ ପରିଚ୍ଛେଦ ବି ହେଇସାରିଛି। ଦୋହରାଇବାର କାରଣ ହଉଛି ଯାହାକୁ ଯେତେ ଆମେ ବି ଆଲୋଚନା କଲେ ଆହୁରି ଆବଶ୍ୟକତା ରହିଛି। ଏଇ ତ ସାଧାରଣ କଥା ନୁହେଁ, ଏଥିରେ ବହୁତ ମାନେ ବିଶେଷ କରି
ଦର୍ଶନ ତତ୍ତ୍ୱ ସବୁ ରହିଛି। ତେଣୁ ଟିକେ ତାକୁ ବେଶୀ ଥର ଆଲୋଚନା କଲେ ଆମକୁ ସୁବିଧା ହବ, ପରସ୍ପର ଭିତରେ ଆମେ ସେୟାର କରିପାରିବା। ଗତକାଲି ଯୋଉ ଆଲୋଚନା ଆମେ କରିଥିଲେ, ଯୋଉଠି ଶେଷ ହେଇଥିଲା, ଏଥିରେ ପ୍ରଭୁ ଗୋଟେ କଥା କହୁଛନ୍ତି ଯେ ସଂସ୍କୃତିରେ ଯୋଉ ସୁନ୍ଦର ଶବ୍ଦାବଳୀ ଅଛି ବର୍ଣ୍ଣନା କରାଯାଇଛି, ସେଥିରୁ ଗୋଟେ ଶବ୍ଦକୁ ନେଇଥିଲେ। ସେ ଶବ୍ଦଟି ହଉଛି ଆନନ୍ଦମୟ ସତ୍ତା। ଏବଂ ସେ ଆନନ୍ଦମୟ ସତ୍ତାଟି ରହୁଛି କୋଉଠି ନା ମନମୟ ସତ୍ତାର ପଶ୍ଚାତରେ ରହିଛି। ତ ଆନନ୍ଦମୟ ସତ୍ତା ଇଂରାଜୀରେ ତାକୁ ପ୍ରକାଶ କରିଛନ୍ତି, ସେଟା ବହୁତ ସୀମିତ ନୁହେଁ, ନଟ୍ ଲିମିଟେଡ, ଭାଷ୍ଟ ସେ। ତେଣୁ ତାକୁ ଭାଷ୍ଟ ବ୍ଲିସ୍ ସେଲ୍ଫ ବୋଲି କହୁଛନ୍ତି। କିନ୍ତୁ ମନମୟ ସତ୍ତାଟା ହଉଛି ସୀମିତ। ଏବଂ ମନମୟ ସତ୍ତାଟି କଣ କି ଆନନ୍ଦମୟ ସତ୍ତାର ଗୋଟେ ବିକ୍ଷୁବ୍ଧ ପ୍ରତିବିମ୍ବ ବା ଅସ୍ପଷ୍ଟ ଛାୟା। ଏବଂ ଏଇ ଡିଟରମିନ କରେ ମନମୟ ସତ୍ତା ଏଇ ବାହ୍ୟ ପୃଥିବୀରେ ସୁଖ ଦୁଃଖ ଉଦାସୀନତା ଏସବୁ ଯାହା ରହିଛି, ଏଇଠି ଯୋଉ ପୃଥିବୀର ଉପରି ଭାଗରେ ଯୋଉ ତ୍ରିବିଧ ସ୍ପନ୍ଦନ ରହିଛି, ସେଇ କଥା ହିଁ ସୂଚାଇ ଦିଏ ସବୁ। ସେଇ ଅନୁଭୂତି ଗୁଡିକ ଆମ ମାନଙ୍କ ଭିତରେ ଆସେ, କାରଣ ଆମେ ମୋଷ୍ଟଲି ସେଇ ସର୍ଫେସରେ ବାସ କରୁ। ଆଉ ଯୋଉମାନେ ଅନ୍ତର୍ଗତ ହେଇଯାଆନ୍ତି ବା ଅନ୍ତର ଜୀବନ ବା ଲିଭିଂ ୱିଦିନ ଷ୍ଟେଜରେ ଥାଆନ୍ତି, ସେ ଗଭୀରତା ଭିତରକୁ ଯାଆନ୍ତି, ସେଥିରେ ସେ ଗଭୀରତା ଭିତରେ ସେ ଯୋଉ ସତ୍ତା ବ୍ଲିସ୍ ସେଲ୍ଫ ଯିଏ ଅଛି ବିରାଟ, ଇଏ ହଉଛି ଆନନ୍ଦମୟ, ଶକ୍ତିମୟ, ପ୍ରେମମୟ, ତାକୁ ସବୁ ଉପଲବ୍ଧି କରିପାରେ। ସାଧାରଣ କଥା, ଯୋଉଠି ଗୋଟେ ଭିତର ଅଛି ସେଠି ଗଭୀରତା ଅଛି, ତାର ଗୋଟେ ଉପରି ଭାଗ ନିଶ୍ଚୟ ରହିବ। ତେଣୁ ଏଠି ଯେତେବେଳେ ଗୋଟେ ଗଭୀରତା ଭିତରେ ଯେ ଯଥାର୍ଥ ସତ୍ତା ଗତକାଲି ଡିସ୍କସନ କରିଥିଲେ, ଯେ ଆମମାନଙ୍କର ଯିଏ ଯଥାର୍ଥ ବା ଟ୍ରୁ ବିଂ ସେ ଭିତରେ ଅଛି, ଲାଇଟ୍ ୱିଦିନ୍, ସର୍ଫେସରେ ନାହିଁ। ତେଣୁ ନ୍ୟାଚୁରାଲି ଗୋଟେ ଉପରି ଭାଗ ରହିବ। ଉପରି ଭାଗଟା ହଉଛି ସେଇ ମନମୟ ସତ୍ତାର କଥା, ଯିଏ ସୀମିତ, ଯିଏ ସବୁ କଥାକୁ ଡିଭିଜନ କରିକି ବୁଝେ। ତେଣୁ ସେଇଥିପାଇଁ ସୁଖ ଦୁଃଖ ଉଦାସୀନ ଭାବ ଆସେ। ଏବଂ ଏଇଟା ବି ଆଉ ଗୋଟେ କାରଣ ରହିଛି, ଏପର୍ଯ୍ୟନ୍ତ କଣ ପାଇଁ ସେ ମନମୟ ସତ୍ତାଟା ଆହୁରି ତାର ଯୋଉ ମୂଳ ସ୍ଥିତିକୁ ଯାଇନି। ପ୍ରକୃତରେ ମନମୟ ସତ୍ତାଟିର ପ୍ରୋଜେକ୍ସନ ହଉଛି ସୁପର ମାଇଣ୍ଡର। ଆଉ ସୁପର ମାଇଣ୍ଡ କେବେ ଅପରିପୂର୍ଣ୍ଣ ନୁହେଁ, ସବୁବେଳେ ପରିପୂର୍ଣ୍ଣ। ସେ ସୀମିତ ନୁହେଁ, ସେ ବ୍ୟାପ୍ତ। ତେଣୁ ଯେହେତୁ ବିବର୍ତ୍ତନ ବର୍ତ୍ତମାନ ପରିପୂର୍ଣ୍ଣତା ପାଇନି, ଅପରିପୂର୍ଣ୍ଣ ଷ୍ଟେଜରେ ଅଛି, ତାର ଯୋଉଠି ପହଞ୍ଚିବା କଥା ତାର ଲକ୍ଷ୍ୟରେ ପହଞ୍ଚି ପାରୁନାହିଁ। ତେଣୁ ଆମେ ଯେକୌଣସି କଥା ବି ଦେଖିବା, ଗୋଟେ ଜାଗାକୁ ଆମେ ଯିବାକୁ ଅଛି, ଘରୁ ବାହାରିଲେ ସେ ଜାଗାରେ ପହଞ୍ଚିଲେ ଅଲଗା କଥା, କିନ୍ତୁ ଆମେ ଯେତେବେଳେ ଅଧା ବାଟରେ ଥିବା କି ଅଧାଠୁ ଅଧିକ ବାଟରେ ଥିବା, ତା ନିଶ୍ଚୟ ବାହାରେ ଆମକୁ ଖରା ଆସିବ, ଛାଇ ଆସିବ, ଭୋକ ଆସିବ, ଶୋଷ ଆସିବ, ଏସବୁ ଅନୁଭବ ସବୁ ଆସିବ। ତେଣୁ ଯେହେତୁ ଇଭଲ୍ୟୁସନଟା ଇମ୍ପରଫେକ୍ଟ, ତାର ପରଫେକ୍ସନ ଆସିନି, ତେଣୁ ଇଏ ବି ଆଉ ଗୋଟେ ପରିଣାମ ମଧ୍ୟ, ଯୋଉଟା ସୁଖ ଦୁଃଖ ଭୋଗ କରିବାର ପରିଣାମ ମଧ୍ୟ ଆମେ ଯୋଉ ଉପରି ଭାଗରେ ରହିଛେ, ବାହାରେ ରହିଛେ, ସେଇଟା ଆମ ଜୀବନରେ ଆସିବ। କାରଣ ଆମେ ଅନ୍ତର୍ଗତ ଜୀବନରେ ରହିନୁ, ଆମେ ଭିତରେ ବାସ କରୁନୁ। ଭିତରେ ବାସ କଲେ ସେଇ ଭିତରେ ଥିବା ଯଥାର୍ଥ ସତ୍ତା, ତାର ସଂସ୍ପର୍ଶରେ ଆମେ ଆସନ୍ତେ, ତାର କଣ୍ଟାକ୍ଟରେ ଆସନ୍ତେ, ଜୀବନଟା ବି ତାର ଦ୍ୱାରା ପରିଚାଳିତ ହୁଅନ୍ତା। କିନ୍ତୁ ଗୋଟେ କଥା ସେ କହୁଛନ୍ତି ଯେ ଆମ ଭିତରେ ଏଇ ଯୋଉ ସର୍ଫେସରେ ଏ କଥାଟି ଯୋଉ ଆସୁଛି, ପରିପୂର୍ଣ୍ଣ ବିବର୍ତ୍ତନର ସ୍ଥିତିଟାର ଗୋଟେ ପ୍ରଭାବ ରହୁଛି। ତା ଛଡା ମନର ଯୋଉ ମନ କ୍ଷେତ୍ରରେ ଯୋଉ ରହୁଛି, ତାର ସୀମିତତା ରହୁଛି, ତାର ଖଣ୍ଡ ଖଣ୍ଡିତ ସବୁ ଖଣ୍ଡ କରି ବୁଝିବାର ରହୁଛି। ସବୁ କହୁଛନ୍ତି ଏଇଟା ଏକଦମ ଆବସଲ୍ୟୁଟ ନୁହେଁ, ଏଇଟା ଇଏ ଆବଶ୍ୟକତା ଅନିବାର୍ଯ୍ୟ ନୁହେଁ, ଜଣେ ଚାହିଁଲେ ଆକୁ ବି ଅତିକ୍ରମି ପାରିବ। ଏଇଟା ଗୋଟେ ଅଭ୍ୟାସର କଥା, ଯୋଉଟା କି 10 ପାରାଗ୍ରାଫରେ ସେ କହିବେ। ତେଣୁ ଆମ ପାଖରେ କଣ ହଉଛି ନା, ଯୋଉ ପୁରୁଣା ପ୍ରତିସ୍ପନ୍ଦନ ପାଖକୁ ଆମେ ବେଳେ ଫେରି ଆସିବାକୁ ଭାବୁଛୁ ଯେ ଏଇଟାକୁ ଆମେ ଓଭରକମ୍ କରିପାରିବାନି, ଏଇଟା ତ ଆମର ହାବିଟ ହେଇଯାଇଛି।
କିନ୍ତୁ ପ୍ରଭୁ କହୁଛନ୍ତି ଏଇଟା ଅବଶ୍ୟମ୍ଭାବୀ ନୁହେଁ, ଏଇଟା ଗୋଟେ ଚରମ ଆବଶ୍ୟକ ମଧ୍ୟ ନୁହେଁ, କିନ୍ତୁ ଚାହିଁଲେ ଜଣେ ତା ଉପରେ ସେ କର୍ତ୍ତୃତ୍ୱ ଆଣିପାରିବ। କିନ୍ତୁ ସାଧାରଣତଃ ଅଭ୍ୟାସ ଆମର ଯେହେତୁ ଗୋଟେ କାମକୁ ଆମେ ରିପିଟେଡଲି କଲେ ସେଇଟା ହାବିଟରେ ପରିଣତ ହେଇଯାଏ। ଯେତେବେଳେ ରିପିଟେଡଲି କରି ହାବିଟରେ ପରିଣତ କରା ହେଇଯାଇଥାଏ ସେଇଟା ସହଜରେ ତାକୁ ରିଆକ୍ସନ ଟାକୁ ଅତିକ୍ରମିବା ସହଜ କଥା ନୁହେଁ। ତେଣୁ ସେ ସେଇ ସବୁ ଯୋଉ ରିଆକ୍ସନ ର ସୁଖ ଦୁଃଖ ଉଦାସୀନତା ସେଇ ଅନୁଭବକୁ ସେ ପଳେଇ ଆସେ। କିନ୍ତୁ ପ୍ରଭୁ କହୁଛନ୍ତି ଏଇଟା ବାଧ୍ୟବାଧକତା ତାକୁ ନୁହେଁ, ଏଇଟା ଅବଶ୍ୟମ୍ଭାବୀ ମଧ୍ୟ ନୁହେଁ। ଫେରିବାକୁ ଇଚ୍ଛା ହୁଏ, କେବେ କେବେ କୋଉ ଖାଦ୍ୟ ଗୋଟେ ଖାଇଥିଲା, କୋଉଠି ଗୋଟେ ସାଙ୍ଗମାନଙ୍କ ସହିତ ଏନ୍ଜୟ କରିଛି କଣ କଣ ଗୋଟେ କିମ୍ବା ଗୋଟେ ଯୋଉମାନଙ୍କୁ ନିରବତାକୁ ଭଲ ପାଆନ୍ତି ଗୋଟେ ନିକାଞ୍ଚନ ଜାଗାରେ ଜଙ୍ଗଲ ଭିତରେ କି ଗୋଟେ ନିରବ ନିସ୍ତରତା ଜାଗାରେ ତାର ଅଳ୍ପ କ୍ଷଣ ପାଇଁ ହଉ ପଛିକି ତା ଭିତରେ ଗୋଟେ ଅଲଗା ପ୍ରକାର ତା ଭିତରେ ଭାବନା ଆସିଛି, ଅନୁଭୂତି ଆସିଛି, ଏଇଟାକୁ ବେଳେ ବେଳେ ସେ ପୁଣି ରିଟର୍ନ କରିବାକୁ ଚାହେଁ। एकथा गत काली पाराग्राफ पढ़ले आ गोटे इम्पोर्टाट कथा देखिले जे आम आम प्रकृत में आम भितर से जो आत्मज्योति ईश्वर तांकर ए जो आम आलोचना कर जहाँ कथा कहते भास्ट ब्लिस तांकर से जो ईश्वर गोटे दिव्य दिव्य पुरुषंकर गोटे समुज्जल छाया पेनुम्रा बोली कहते से छाया माने तार प्रतिबिंब आम भितर अच्छी गभीरता भितर जी सोल इनभोशन भाव आम जहाँ कहवा तत्वसत्ता भाव आम सहित रहा शिक्षा करनु तेणु सहित संपर्क रखिले सहित जदि से चेतना आम बचा एवं से भाई आटिट्यूड नवा ताहले आम धीरे धीरे से जो खोजा से जो आत्मज्योतिर मनोभावटा कौन कौटी अच्छी आम आश्रय करवा नचेत आम साधारण मनोगत चेतना रखिले आम शरीर प्राण मन ये सब जावतीय सुख दुख यही उदासीनतार भीतर बांधी रु इच्छा कले आम विच्छिन्न हो पार आम चिरंतन पढ़ीचे माँ कहते से रिएक्शन टाक इमिडिएटली न होगापाई गतानुगतिक अभ्यासगत जो अच्छी आमर रिएक्शन गुड़िक से कहते आम जानी समस्ते जे आमको गोटे स्टेप पछकू नवा पड़ो स्टेप बैक जहाँ कहते स्टैंड बैक तेणु यहीटा जदि कर धीरे धीरे से अभ्यास कले तार इंडिस्पेंसिबल नुहे अपरिहार्य नुहे से दुख उदासीनतार अनुभव नुहे इंडिस्पेंसिबल से विच्छिन्न हो पार आ गोटे जिन मनुष्य पाखे बेसी कहीं गोटे बेकर माने जो गाई गोरु गुड़ा कथा मानते ढकण पकई दिखती मनुष्य पाखे जो नैतिक और धर्मीय सब संस्कार रही ही गोटे प्रकार विकृति भी सृष्टि करे किए आमको आगू जावाक दिएनि अतिक्रमी दिएनि से गतानुगतिकता भितर रखा चाहे सब एवं से परंपरा को जहाँ संस्कार कुसंस्कार प्रतीक तार से मूल भाव विधान भाव निए नैतिकता हो धर्मीय संस्कार को ये अनुसार बांधिकी टे रखिए किंतु वास्तव अंतर्गत भाव जो आमर मूल वास्तव ईश्वरीय सत्ता अच्छी डिवाइन बीइंग अच्छा प्रतिभू अच्छी आमको से चेतना बुझा रहा चेष्टा करिया प्रकृत में पंडिचेरी जो माँ आसते माँ तो एजुकेशन ना माँ पाखे सब टीकारण शक्ति अच्छी माँ जो आसले आम मन पकई पार से आर्य पत्रिका प्रकाश हवा आरंभ है से समय प्रभु गोटे गोटे ये 6 आर्टिकल लिखुले कारण माँ हूँ नियामक से आमको ग्रहण करने पड़े तेणु से काली भी आम आलोचना करते आम पाखे जो कथाटा आम देखुचे मूल वास्तव सत्ता जे दिव्य सत्ता जी आम भितर अच्छी सहित जी आम बुझीपर सी हूँ केवल आम माँ से मातृत्व मातृ चेतना को आमको ग्रहण करने पड़े तो ये इंट्रोडक्शन सहित आम 7 पाराग्राफ पुणी प्रभु कौन कहले कौन कहले से कथाटा आम नवा
ଜାଣିଲେ ଯେତେବେଳେ ଆମେ ଅନ୍ତର୍ଜୀବନ ଭିତରକୁ ଚାଲିଯିବା ଏଇ ଯୋଉ ସୁଖ ଦୁଃଖ ଏବଂ ସେତେବେଳେ ଆମେ ବୁଝିବା ଯେ ଏଇ ଯୋଉ ସୁଖ ଦୁଃଖ ବା ତଟସ୍ଥ ବା ଉଦାସୀନତା ଭାବ ଏଇ ହଉଛି ମନର ତ୍ରିବିଧ କମ୍ପନ ସେ ଉପରି ଭାଗରେ ବା ବହିରଙ୍ଗରେ ଗୋଟେ ପ୍ରକମ୍ପିତ କିରଣ ବୋଲି କହିଛେ ଆମେ ତା ଉପରେ ଯୋଉ ଜଷ୍ଟ ଗୋଟେ କିରଣ ଆସିଛି ମାନେ ଏଇଟା ସବୁବେଳେ କନଷ୍ଟାଣ୍ଟଲି ନୁହେଁ ନିରବଚ୍ଛିନ୍ନ ଭାବରେ ନୁହେଁ ଆଉ ସେଇଗୁଡାକ ତାର ପରିଣାମ ବୋଲି କହିପାରିବା ଏକଥା ଆମେ ଆଗରୁ ଜାଣିଥିଲେ ଆଜି ପ୍ରଭୁ କହୁଛନ୍ତି ସେଇ କଥାଟାକୁ ଆଉ ଥରେ ଦୋହରେଇ କହୁଛନ୍ତି again this triple vibration of pleasure pain indifference being superficial being an arrangement and result of our imperfect evolution can have in it no absoluteness no necessity प्रभु आउ ताको क्लियरली कहउचंती जे एई जो ट्रिपल भाइब्रेशन ता हुए परिभाग रे इतरे प्लेजर थाए पेन थाए इंडिफरेंस थाए एटा हो पूरा पूरी सुपरफिशियल बोली हमको हम केगु ई गोटे बाह्य व्यापार बोली मागा माने एटा गोटे चेतनार गोटे आयोजन एटा हो गोटे बीइंग एन अरेंजमेंट एंड रिजल्ट ऑफ आवर इम्परफेक्ट इवोल्यूशन ये अन्य प्रकार देखिले ये आमर जो बाह्य व्यापारटी आम चेतनार गोटे आयोजन आ परिणाम यहीटा अविकसित यहाँ प्रकृत में विकसित हो न था आईटा कहीं ना इवोल्यूशन टा परिपूर्ण हो न था इम्परफेक्ट अवस्था थाए तो आ भितर किंतु प्रकृत में किसी एब्सोल्यूटनेस नहीं एकदम अपरिहार्य नो नेसेसिटी यहीटा परम नुहे कि अवसंभव यहाँ ही बड़ कथा आमको मानवा पड़े माने डिस्पाइट द फैक्ट दैट सरफेस रे ए ट्रिपल वाइब्रेशन रहइबो प्लेजर पेन इंडिफरेंस रहइबो किंतु सेटा गोटे सुपरफिशियल सेटा गोटे अरेंजमेंट आ रिजल्ट होची हमर काहार रिजल्ट ना इम्परफेक्ट इवोल्यूशन कारण इवोल्यूशन तो प्रोसीड करछि ना मनुष्य जेतले तार सही आसु आसुला हबो एवं साधना को तीव्र करिवो एवं सेही ताकु ही अतिक्रमी जीवाकू चाहिबो ताले से जाई परिबो किसी एब्सोल्यूटनेस नहीं जे से दोहरइब सब यहीटार गोटे कहब कौन कर आम तो परंपरा या कहती आम नैतिकता या कहती आम धर्मीय भावना तो या कहती पुणी आम इवोल्यूशन तो परफेक्ट है पर्यंत इम्परफेक्ट स्टेज अच्छी आम तो मन द्वारा परिचालित केमती आम अतिक्रमण करिया एब्सोल्यूटनेस देकी मनीष गोटे तार दुआही देगी कि निजे प्रचेषा करने इच्छा करे किंतु प्रभु कहते ना किसी एब्सोल्यूटनेस नहीं कि नेसेसिटी भी नहीं तार किसी आवश्यकता नहीं एक कथा से कहते अच्छा ये तापरे ताको आवरी क्लारिफाई करिया जाय कहउछन देयर इज नो रियल एप्लीकेशन ऑन अस टू रिटर्न टू ए पर्टिकुलर कांटेक्ट ए पर्टिकुलर रेस्पॉन्स ऑफ प्लेजर पेन और न्यूट्रल रिएक्शन दैट इज ओनली एन ऑब्लिगेशन ऑफ हैबिट प्रथम कथा कहते वास्तव में किसी बाध्यबाधकता ना कई जन माने गोटे यहाँ इंडिस्पेंसिबल जेहेतु नुहे यहाँ परम नुहे एब्सोल्यूट नुहे इंडिस्पेंसिबल नेसेसिटी नुहे तेणु वास्तव में कौन बाध्यबाधकता ना निर्दिष्ट बाध्यबाधकता ना जे जो कंटाक्ट आम प्रिवियसली थिले जो प्रकार आम रिएक्शन होतला जे से क्षेत्र में आम रहिबा जेमती किछि नाही पर्टिकुलर रेस्पॉन्स जो आसुला बेले बेले प्लेजर पेन एंड न्यूट्रल रिएक्शन परवर्ती वाक्य से कहे के सुंदर भाव में कहे पर्टिकुलर कांटेक्ट और पर्टिकुलर रेस्पॉन्स ऑफ द प्लेजर पेन एंड न्यूट्रल रिएक्शन देयर इज ओनली एन ऑब्लिगेशन ऑफ द हैबिट केवल गोटे हैबिट गोटे उदाहरण दो उदाहरण कौन जे आम बेले बेले देखू जे आम गाँव जो फुटबॉल पिला दल अन्य गोटे गाँ सागर खेल आम देखू जे आमर साधारणतः विभिन्न प्रकार खेल हुए कंपिटिशन हुए आमर गोटे एमती प्रकार हैबिट हो जाए आम गाँ पिला जो जितने आम खुशी हो खेल तो खेल से निश्चय हार जीत अच्छी किंतु आम तो सहजरे ग्रहण कर आमर से रिएक्शन टा इवन न्यूट्राल हवा संभव हुए आम जब जितलु खुशी हूँ हारीगलु जंत्रणा हम दुख आसो कि इंडिया पाकिस्तान भितर अन्य कौन गोटे राइवल कंट्री भितर यही सब केते गुटे जिन आमर गोटे रिएक्शन कर पर्टिकुलर रेस्पॉन्स कर गोटे हैबिट रही जाए एवं से हैबिट अनुसार आम एक कथा अनेक जिन हैबिट आम से जिन को पुणी रिपीट कर खाली मनुष्य नुहे
जीवजंतु ମାନଙ୍କ ପାଖରେ ମଧ୍ୟ ସେଇଆ। ଆପଣ ଗୋଟେ ବଳଦକୁ ଗୋଟେ ଜାଗାରେ ବନ୍ଧା ହଉଥିବ, ସେଇଠି ଖାଉଥିବ, ତାପରେ ସେ ଯିବ ବଳଦ କି ଗାଈ ତାକୁ ନଉଥିବେ ଚରେଇବାକୁ କି ନଉଥିବେ ଯାହା ଯାହା କାର୍ଯ୍ୟ କରିବାକୁ, ପୁଣି ଯେତେବେଳେ ସନ୍ଧ୍ୟାରେ ଫେରିକି ଆସିବ ତା ଖୁଣ୍ଟ ପାଖରେ ସେ ଠିଆ ହେଇଛି, କାରଣ ତାକୁ ସେଇଠି ଖାଇବାକୁ ଦିଆଯିବ, ସେଇଠି ବନ୍ଧା ହବ, ତାର ହାବିଟ ହେଇଯାଇଥାଏ। ହାବିଟ ହେଲେ ଗୋଟେ ବ୍ୟୁଟିଫୁଲ ଗପ ଅଛି ତାପରେ, ମାନେ ଗୋଟେ ଏଇସବୁ ଆଗରୁ ସବୁ କଣ କରୁଥିଲେ ନା, ଗୋଟେ ଜାଗାରେ ସବୁ ଖାଦ୍ୟ ପଦାର୍ଥ ସରିଗଲେ ସବୁ ଯୋଉମାନେ ଯାଯାବର ଗ୍ରୁପର ଯାଉଥିଲେ ଅନ୍ୟ ଗୋଟେ ଜାଗାରେ ପହଞ୍ଚନ୍ତି, ଯାଇ ଦେଖିଲେ ଯେ ତାଙ୍କ ପାଖରେ 10ଟା ହାତୀ ଅଛି, କିନ୍ତୁ ଗଲାବେଳେ କୋଉଠି ଗୋଟେ ହାତୀକି ଯୋଉ ବାନ୍ଧିବେ ଗୋଟେ ଚେନ୍ ଆଉ ଗୋଟେ ଖୁଣ୍ଟ ହଜେଇ ଦେଇଛନ୍ତି। ଯେତେବେଳେ ସେ ବାନ୍ଧିବାକୁ ଗଲେ ତାଙ୍କୁ ତମୁ ଫମୁ ପକେଇକିରି ବାହାରେ ସେ ହାତୀକୁ ବାନ୍ଧିବାକୁ ଗଲେ ଦେଖିଲେ ଗୋଟେ ଖୁଣ୍ଟ ନାହିଁ, ତେଣୁ ଖୁଣ୍ଟ ନାହିଁ କି ଚେନ୍ ନାହିଁ, କଣ କରିବେ? 9ଟା ହାତୀକୁ ବାନ୍ଧିଦେଲେ, ଆଉ ଗୋଟେ ହାତୀ ଠିଆ ହେଇକି ରହିଲା, କଣ କରିବେ? କୋଉଠି ପାଇବେ? ତ ସବୁ ଯାଆନ୍ତି ଯୋଉ ଯୋଉ ଜାଗାକୁ, ଅଜଣା ଜାଗାକୁ ଯାଆନ୍ତି, ସେଠି କୋଉଠି କଣ ମିଳୁଛି ଜାଣିନଥାନ୍ତି। ତ ସେଠି ଜଣେ ବୟସ୍କ ଲୋକ ଥିଲେ, ସେ କହିଲେ ଗୋଟେ କଥା କର, ତମେ ଯେମିତି ସବୁଦିନ ହାତୀକୁ ବାନ୍ଧ ଆଉ ଖୁଣ୍ଟ ପିଟ, ସେଇଗୁଡା ଗୋଟେ ଆକ୍ସନ କର, ଦେଖାଅ ସେମିତି ଆକ୍ସନ କରି ହାତୀ ଦେଖିପାରୁଥିବ, ଦେଖିପାରିଲା ଭଳି ଯେମିତି ସତରେ ଖୁଣ୍ଟଟେ ପୋତୁଛ, ଆଉ ତାପରେ ତା ଦେହରେ ଚେନଟେ ବାନ୍ଧିଲ, ଦେଖିବ ସେ ହାତୀ ଛିଡା ହବ, ସେଇଠିକି ଆସିବ, ତମେ ତାକୁ ବାନ୍ଧ। ସେୟା କଲେ, ସେ ରାତିରେ ଶୋଇଲା। ତାପରଦିନ ସକାଳେ ଯେତେବେଳେ ଇଏ ଖୋଲିଦେଲେ, ଯୋଉମାନେ ପ୍ରକୃତରେ ବନ୍ଧା ହେଇଛନ୍ତି ତାଙ୍କୁ ଖୋଲା ହେଇଛି, ସେମାନେ ଖୋଲିବା ପରେ ବାହାରେ ବୁଲିଲେ, ଇଏ ହାତୀ ଆଉ ଉଠୁନାହିଁ। ପୁଣି ସେ କହିଲେ ନାଇଁ, ତମେ ଖୋଲିବାର ଅଭିନୟ କର। ତାମାନେ ଏଇଟା ହଉଛି ଗୋଟେ ହାବିଟ। ଅନେକ ଜିନିଷ ଆମର ଆକ୍ସନଟା ରିପିଟେଡଲି ହେଲେ ତାର ଗୋଟେ ହାବିଟ ଆସିଯାଏ, ହାବିଟରେ ପରିଣତ ହୁଏ। କିନ୍ତୁ ଏଇଟା ଗୋଟେ ବାସ୍ତବ ଓବ୍ଲିଗେସନ ନୁହେଁ। ହାବିଟ ହେଲେ ସିନା ଏମିତି ହଉଛି, କିନ୍ତୁ ଏଇଟା ପାଇଁ ବାଧ୍ୟବାଧକତା ନଥାଏ। ବାଧ୍ୟବାଧକତା କେବଳ ଅଭ୍ୟାସଗତ ହେଇଗଲା, ବାଧ୍ୟବାଧକତା ହେଇଯାଏ, ସେଟା ଅଟୋମେଟିକାଲି ଯେମିତି ଗୋଟେ ରିଫ୍ଲେକ୍ସ ଆକ୍ସନ ଭଳିଆ ହେଇଯାଇଥାଏ। ତାପରେ we feel pleasure or pain in a particular contact because that is the habit our nature has formed, because that is the constant relation the recipient has established with the contact. କହୁଛନ୍ତି ଯେ ପ୍ରଭୁ କହୁଛନ୍ତି ଆମେ ବେଳେ ବେଳେ ଯୋଉ ଆନନ୍ଦ କି ଦୁଃଖ କି ଯନ୍ତ୍ରଣା ଆମେ ଗୋଟେ ପର୍ଟିକୁଲାର କଣ୍ଟାକ୍ଟରେ ପାଇଥାଉ। କଣ ମୁଁ ସେଟା କହିବି, ଉଦାହରଣ ଦେଇ କହିବି, ଆମେ ସମସ୍ତେ ଏଟା ଏକ୍ସପିରିଏନ୍ସ କରିଛେ। କାରଣ ସେ କହୁଛନ୍ତି ସେଇ ଯୋଉ ହାବିଟଟା ସହିତ ଆମ ନେଚର ପୁରା ତାର ଆକଷ୍ଟମ୍ଡ ହେଇଯାଇଥାଏ, ସେ ଫର୍ମେସନଟା ସେ ପ୍ରକୃତି ଆମର କରିଦେଇଥାଏ। ତେଣୁ ଯାହା ଉପରେ ସେ ଇଫେକ୍ଟଟା ପଡେ, ଯିଏ ସେ ଅନୁଭବଟା ଆଣେ, ସିଏ ପୁରା କନଷ୍ଟାଣ୍ଟ ରିଲେସନ ତାର ସହିତ ଏଷ୍ଟାବ୍ଲିଶ ହେଇଯାଇଥାଏ ସେ କଣ୍ଟାକ୍ଟ ସହିତ। ଆଉ ସେଇ କଥାଟା ନହେଲେ ତାକୁ ଦୁଃଖ ଲାଗିବ, ସେଇ କଥାଟା ହେଇଗଲେ ତାକୁ ପ୍ଲିଜର ଲାଗିବ। ଆଉ ଏଇଟା ଗୋଟେ ଅଭ୍ୟାସଗତ ଭାବରେ ତାର ପଡିଯାଇଥାଏ। ହାବିଟ ହିଁ କେବଳ ସେ ଜିନିଷଟା କରେ। କେମିତି ନା ଆମେ ଦେଖିଛୁ ବେଳେବେଳେ କଣ ହୁଏ ନା, ଗୋଟେ ପର୍ଟିକୁଲାର କଲରର ସାର୍ଟ ପିନ୍ଧିବା, ପୋଷାକ ପିନ୍ଧିବା, ଗୋଟେ ବ୍ରାଣ୍ଡର ଚାଉଳ ଆଣି ଖାଇବା, କିମ୍ବା ଆମେ ବସରେ ଟ୍ରେନରେ ଗଲାବେଳେ ଅମୁକ ଜାଗାରେ ବସିବା, ଝରକା ପାଖରେ ବସିବା, କି ପିଲା ହେଇଥିଲେ ଟ୍ରେନରେ କହିବେ ଆମେ ଉପରେ ବସିବୁ, ଅନ୍ୟମାନେ ହେଇଥିଲେ ବୟସ୍କ ଲୋକ କହିବେ ଆମେ ବସିବୁ ଲୋୟର ସିଟରେ ବସିବୁ। ଏମିତି କେତେ କେତେ ସବୁ ସେମାନେ ଆକଷ୍ଟମ ନେଇଯାଇଥାନ୍ତି। ଯୋଉ ଯୋଉ ଜିନିଷ ତାଙ୍କୁ ଭଲ ଲାଗେ, କାହାକୁ ଡାଲି ଭଲ ଲାଗେ, ଖଟା ଭଲ ଲାଗେ, କାହାକୁ ଆଳୁ ଭଜା ଭଲ ଲାଗେ, କି ଘାଣ୍ଟ ତରକାରୀ ଭଲ ପାଏ, କି ଆଳୁ ଭର୍ତ୍ତା ଭଲ ପାଏ, କେତେ କେତେ ତରକାରୀ ପତ୍ର ବି। ଆଜିକାଲିର ପିଲାମାନେ ତାଙ୍କୁ ସବୁ ଏ ଜିନିଷ ଭଲ ଲାଗୁନି, ପୋଡା ପୋଡା କଦଳୀ ସେ ସବୁ ଭଲ ଲାଗୁନି। ଆମେ ସବୁ ଆକଷ୍ଟମ ଖାଇବାରେ, ସେମାନେ କଣ, ସେମାନେ ଖାଇବେ ନ ଖାଇବେ ପଛିକେ ସେ ପିଜା ଖାଇବେ, ବର୍ଗର ଖାଇବେ, ସେ ଚାଟ ଖାଇବେ, ଏଇସବୁ ଜିନିଷ ସେମାନେ। ଇଭିନ୍ ଜଣ ଜଣଙ୍କର ହାବିଟ ଥାଏ, ଏଇ ବ୍ରାଣ୍ଡର ସାବୁନ ମୁଁ ଲଗେଇବି, ଏଇ ପ୍ରକାର ପେଷ୍ଟ ମୁଁ ବ୍ୟବହାର କରିବି, ଏଇସବୁ ତାଙ୍କୁ ଖୁସି ଦବ। ସେଗୁଡା ନ ରହିଲେ ତାଙ୍କୁ ଖୁସି ଲାଗିବନି। ତାମାନେ ଗୋଟେ ବିଶେଷ କଣ୍ଟାକ୍ଟରେ ଆସିଲେ ସୁଖ ବା ଦୁଃଖ ଅନୁଭବ କରିଥାଉ। ଆମେ ପ୍ରକୃତରେ ସେଇଟା ଅଭ୍ୟାସଗତ ଭାବରେ ଆମ ଭିତରେ ପୁରା ଗୋଟେ ମାନେ ମଞ୍ଜି ପୋତିକିରି ତା ଆସ୍ଥାନ ଜମିକିରି ରହିଯାଇଥାଏ। ତେଣୁ ସେଇଟାକୁ ଆମେ ଗ୍ରହଣ କରିସାରିଥାଉ, ସେଇଟାକୁ ରିସିପିଏଣ୍ଟ ହେଇସାରିଥାଉ। ତେଣୁ ସେଇଭଳି ସ୍ପର୍ଶ ଆସିଲେ ଆମକୁ ଭଲ ଲାଗିବ। ଇଭିନ୍ ଆମେ ଦେଖିବା, ସାଧାରଣ କଥା ମୁଁ କହୁଛି, ଅବସ୍ଥା ଉପରେ କାହିଁକି, ଏଇ ଯୋଉ ଜୀବନ ମାନେ ମାଛ ଧରି ଯାଆନ୍ତି ସମୁଦ୍ରକୁ, ଦେଖିଏ ଥରେ ଥରେ ସେମାନେ ଆସିବେ ମୁହଁଟା ଗେରା ଗେରା କରିଥିବେ, କଣ ଜମା ମାଛ ପଡୁନଥିବ। ଯଦି ମାଛ ପଡିଲା ସମସ୍ତେ ଖୁସି।
ଆଉ ଯଦି ମାଛ ଯେତିକି ପଡିବା କଥା ତା ତ ଅଧିକ ପଡିଲା ସେ ଆହୁରି କୁଟିବେ, ତାପରେ ଆସିକି ମଦ ପିଇ ଦେଉଥିଲେ। ସେମାନେ ଏଇଗୁଡିକ ସହିତ ସେ ଆକର୍ଷଣ ହେଇଯାଆନ୍ତି ପୁରା। ଏଇ ପ୍ରକାର ଆସିଲେ, ଏଇ ପ୍ରକାର ସିଚୁଏସନ ଆସିଲେ ଖୁସି ଲାଗିବ, ଏଇଟା ସମସ୍ତଙ୍କର ସେଇ କଥା ଅଛି। ପ୍ରାୟତଃ ପ୍ରତ୍ୟେକ ମଣିଷର ଆମେ ଯଦି ଦେଖିବା ଆମକୁ କୋଉ ଭଳି ଜିନିଷଟା ଭଲ ଲାଗୁଛି। ଇଭେନ୍ ଲୋକଙ୍କର ଅଛି ପର୍ଟିକୁଲାର କଲର ପ୍ରତି ଅଛି, ସବୁଗୁଡାକ ହ୍ୱାଇଟ୍ ହବ, ବେଡସିଟ୍ ହ୍ୱାଇଟ୍ ହବ, ଡ୍ରେସ୍ ହ୍ୱାଇଟ୍ ହବ, ସବୁ ଜିନିଷ ତକିଆ ଖୋଳ ହ୍ୱାଇଟ୍ ହବ। ଏମିତି ପର୍ଟିକୁଲାର କଲର ପ୍ରତି ତାଙ୍କର ବି ମଧ୍ୟ ସେମାନଙ୍କର ହାବିଟ୍ ଅଛି, ତା ନହେଲେ ତା ଭଲ ଲାଗିବ। ଏଇଥିପାଇଁ ସେ ପ୍ରଭୁ କହୁଛନ୍ତି ତୁମେ ଯୋଉଟାକୁ ପୁରା ନେଇଗଲଣି, ଗୋଟେ ରିପିଟେଡଲି ଆକ୍ସନ ଭାବରେ ନେଇଗଲଣି, ଆଉ ସେ କଣ୍ଟ୍ରାକ୍ଟକୁ ମଧ୍ୟ ତମ କ୍ଷେତ୍ରରେ ବାରମ୍ବାର ସେଇଟା ରିପିଟେଡ ହେଲାଣି, ତାର ସେ କଣ୍ଟ୍ରାକ୍ଟରେ ଯୋଉ ଅଭ୍ୟସ୍ତ ତମେ ହେଇଗଲଣି, ନିଜକୁ ସେଥିରେ ପୁରା ଜୟିତା ଭାବରେ ରଖିଦେଲଣି, ସେଇଥିରୁ ତୁମେ ପ୍ଲିଜର ପେନ୍ଟା ତମେ ଜାଣିପାର। ଏଇ ସବୁ ଜିନିଷ ଗୁଡାକ ମାନେ ଆମ ଭିତରେ ଅଭ୍ୟସ୍ତ ହେଇଯାଏ। ତାପରେ ପ୍ରଭୁ ପୁଣି କହୁଛନ୍ତି ତାହେଲେ ଯଦି ଅଭ୍ୟାସ ହେଇଗଲା ତାହେଲେ ସଲ୍ୟୁସନ କେମିତି ହବ? ସଲ୍ୟୁସନ ବି ଆମ ପାଖରେ ଅଛି, ଏଇଟା ଆମେ କରିପାରିବା। ଇଚ୍ଛା କଲେ, ଚେଷ୍ଟା କଲେ, ପ୍ରଚେଷ୍ଟା କଲେ କରିପାରିବା। ଏମିତି ସେଇଟା ପୁଣି ସିଚୁଏସନ ଆଉ ମାନେ ଗୋଟେ ସିଚୁଏସନ ଆସିଲେ ପୁଣି ବାଧ୍ୟବାଧକତା ହବ ପଛକେ, କିନ୍ତୁ ସେଇଟା ପୁଣି ଆମର ବଦଳିଯାଏ। ଇଟ୍ ଇଜ ୱିଦିନ୍ ଆୱାର କମ୍ପିଟେନ୍ସ ଟୁ ରିଟର୍ନ କ୍ୱାଇଟ୍ ଦି ଅପୋଜିଟ୍ ରେସ୍ପନ୍ସ, pleasure where we used to have pain and pain where we used to have pleasure। ଦେଖନ୍ତୁ ପ୍ରଭୁ କିନ୍ତୁ ଧୀରେ ଧୀରେ ସେଠିକି ନେଇ ଆସୁଛନ୍ତି, ମାନେ ଏମିତି ଭାବରେ ଆଣୁଛନ୍ତି ଯେ ଗୋଟେ ସ୍ଥିତି ଆସିବ ଯେତେବେଳେ ପ୍ଲିଜର ଆଉ ପେନ୍ର କିଛି ଆବଶ୍ୟକତା ନାହିଁ। ମାନେ ଗୋଟେ ମାନେ ତାର ଯୋଉ ଭଳି ସିଚୁଏସନ ଆସିଲେ ବି ଆମ ଫିଲିଂଟା ଗୋଟେ ହାବିଟର ଶିକାର ହବନି, ତାର ଅଧୀନରେ ସେ ରହିବ। ଆମେ ସେଇଟାକୁ ମଧ୍ୟ ନିଜ ଅଭ୍ୟାସ କରିପାରିବା। କେମିତି ମନେକର ପିଲାବେଳେ ସବୁ ଆମେ କଣ କରୁଥିଲେ, ମିଠା ଜିନିଷ ଖାଇବାକୁ ଭଲ ପାଉଥିଲେ, ଆଳୁ ଭର୍ତ୍ତା, ଆଳୁ ତରକାରୀ ଖାଇବାକୁ ଭଲ ପାଉଥିଲେ, କେତେ ଗୋଟେ ଜିନିଷ ଆମକୁ ଭଲ ଲାଗୁଥିଲା। ଆଉ ସେତେବେଳେ ଯଦି ଆମକୁ ଦିଆହବ ସ୍କୁଲରୁ ଆସିଲା ପରେ କହିବେ ଆଜି କଲରା ଭର୍ତ୍ତା ହେଇଛି ଖାଅ, ନହେଲେ କହିବେ ସେ ଲିମ୍ବ କଢକୁ ବାଇଗଣ ଭଜା ହେଇଛି ଖାଅ, ଛୋଟ ପିଲା ବେଳେ କହୁଛି, ସେତେବେଳେ ଜମା ଆମକୁ ଖାଇବାକୁ ଇଚ୍ଛା ହବ। କାରଣ ଆମର ବି ଗୋଟେ ରୁଚି ମାନେ ଡେଭଲପ କରିଯାଇଥାଏ, ସେଟା ହାବିଟ୍। ସେଇଟା କହୁଥିବା ଯୋଉ ଆକ୍ସନକୁ ଆମେ ରିପିଟେଡଲି କରିବା ସେଇଟା ହାବିଟ୍ ହେଇଯିବ। ଆଉ ତା ସହିତ ବଡି ରେସ୍ପନ୍ସ ମଧ୍ୟ ଆମର ମନ ମାନେ ସାଇକୋଲୋଜିକାଲ ରେସ୍ପନ୍ସ, ଫିଜିକାଲ ରେସ୍ପନ୍ସ ପୁରା ଯେମିତି ତାର ଆସ୍ଥାନ ଜମେଇକି ରହିବ। କିନ୍ତୁ ଏଠି ପ୍ରଭୁ କହୁଛନ୍ତି ଯୋଉଠୁ ତମେ ପ୍ଲିଜର ପାଉଥିଲ ସେଠି ବି ପେନ୍ ପାଇପାର, ଯୋଉଠି ତୁମେ ପେନ୍ ପାଉଥିଲ ସେଠି ପ୍ଲିଜର ପାଇପାର। ତ ଆମେ ସେଇଟା ଭଲ ଲାଗୁନଥିଲା ଆମକୁ, ଆମେ ସେଇଟା ଖାଇବାକୁ ଚାହୁଁଥିଲୁ। ଆମେ ଯେତେବେଳେ ବଡ ହେଇଯିବୁ ଡକ୍ଟର କହିବେ ତୁମର ହେଇଗଲାଣି ଡାଇବେଟିସ୍, ତମର ରକ୍ତ ଶର୍କରା ଭାଗ ଏତେ ହେଇଗଲାଣି, ତମେ ମିଠା ଛାଡ଼ିଦିଅ, ଚିନି ଛାଡ଼ିଦିଅ, ସବୁ ଯୋଉ ଯେତେ ଚିନି ଜାତୀୟ ମିଠା ଜାତୀୟ ଜିନିଷ ସବୁ ଛାଡ଼ିଦିଅ। ସେତେବେଳେ କଣ ଲାଗିବ? ସେତେବେଳେ ଆମେ କୋଉଟା ଖାଇବା? ଡାକ୍ତର କହିଛି ନା ପ୍ରଥମେ କେମିତି ନାକ ଟେକୁଥିବା, ତାପରେ କଲରା ଖାଇବା, ନିମ୍ବ ଇଏକୁ ଖାଇବା, ମେଥି ଖାଇବା, ତେଣୁ ତାକୁ ଖାଇବା ଆମେ। କାରଣ ବଞ୍ଚିବାର ତ ଆଶା ଅଛି ନା, ବଞ୍ଚିବାର ଇଚ୍ଛା ଅଛି। ତେଣୁ ଆମେ ନିଜେ ମଧ୍ୟ ଆଡଜଷ୍ଟ କରିପାରିବା, ବଦଳେଇ ଦେଇପାରିବା। ମାନେ ଯୋଉ ରେସ୍ପନ୍ସଟା ଥିଲା ଆମର ଯେ ଏଇ ଜିନିଷଟା ପାଇଲେ ମୁଁ ଖୁସି ହେବି, ଏଇଟା ନ ପାଇଲେ ମୁଁ ଖୁସି ହେବିନି, ସେ ଜିନିଷ ବଦଳୁଛି। ତାପରେ ସେତିକି ନୁହେଁ, ଆଉ ଗୋଟେ ବେଳେ କଣ ନା ଗୋଟେ ସମୟ ଆସେ ମଣିଷ ଆହୁରି ପାଇବାକୁ ଇଚ୍ଛା କରେ, ସେତିକି ନଥିବ ତାହେଲେ ତା ମନ ଦୁଃଖ ହେଇଯିବ। ସେ ଗୋଟେ ସ୍ୱାମୀ ସ୍ତ୍ରୀ 2 ଜଣ ଯାଆନ୍ତି, ତାଙ୍କର ଯୋଉ କୁଳ ଗୁରୁ ବେଳେ ବେଳେ ଆସନ୍ତି ତାଙ୍କ ଗାଁ ପାଖକୁ, ସ୍ୱାମୀ ସ୍ତ୍ରୀ 2 ଜଣ ଯାଇଛନ୍ତି, ଦେଖିଲା ବେଳକୁ ଯେ ସିଏ ତାଙ୍କର ଯୋଉ କୁଳ ଗୁରୁ ସେ ହସି କହୁଛନ୍ତି କଣ ଖବର ଇଏ ସେ, କିନ୍ତୁ ସେ ପୁରୁଷ ଲୋକଟି ତାଙ୍କର ସ୍ୱାମୀ 2ଟା ମୁହଁ ଶୁଖେଇକି ମନ ଦୁଃଖ କରି ବହିଛି, କିଛି ରେସ୍ପଣ୍ଡ କରୁଛି। ଇଏ ଖୁସିରେ ପୁରା ଗୁରୁ କହୁଛନ୍ତି ଆରେ ସେ କାହିଁ ସେମିତି ବସିଛି ନା ଆଜ୍ଞା ତାଙ୍କର କଣ ହେଇଛି ନା 2ଟା ସାଙ୍ଗ ଚିନାବାଦାମ ବ୍ୟବସାୟ କରୁଥିଲେ, ଇଏ ମାସେ ପୂର୍ବରୁ ଚିନାବାଦାମ ବିକିଲେ 3 ଲକ୍ଷ ଟଙ୍କା ଲାଭ ପାଇଲେ, ଇଏ 8 ଦିନ ତଳେ ତାଙ୍କ ସାଙ୍ଗ ବିକିଛି 10 ଲକ୍ଷ ଟଙ୍କା ଲାଭ ପାଇଲେ, ସେଇ ଦିନରୁ ଖିଆପିଆ ଛାଡ଼ି ଦେଇଛନ୍ତି, ମନ ଦୁଃଖରେ ବସିଛନ୍ତି। ତ ଏଇଠି ଯୋଉ ପ୍ଲିଜର ପେନ୍ଟା କେମିତି ଆସିଥିଲା, ସେଠୁ ସେ ଗୁରୁ କହିଲେ ଆଚ୍ଛା ଦେଖ ତୁମେ 3 ଲକ୍ଷ ଟଙ୍କା ପାଇକି ଦୁଃଖୀ ହେଇଯାଉଛ, କାରଣ କମ୍ପେୟାର କରୁଛ ତୁମ ବନ୍ଧୁ 10 ଲକ୍ଷ ପାଇଲା ବେଳେ, ମୁଁ ଯଦି ଆଉ 15 ଦିନ ଡେରି କରିଥାନ୍ତି 10 ଲକ୍ଷ ପାଇଥାନ୍ତି। ଆଚ୍ଛା তুমি ଚିନ୍ତା କଲ ଏମିତି ବି ଲୋକ ଅଛନ୍ତି
ଯେତିକି ରୋଜଗାର କରୁଛନ୍ତି ସେତିକି ଖାଇ ପିଇ ଖୁସିରେ ରହିଛନ୍ତି, ତାଙ୍କ ସହିତ ତମର ତୁଳନା କରୁନ। ତୁମ ପାଖରେ ଲକ୍ଷ ଲକ୍ଷ ଟଙ୍କା ଅଛି, ଜଣଙ୍କ ପାଖରେ 1000 ଟଙ୍କା ବି ନାହିଁ, ତା ତୁଳନାରେ ତମେ କେତେ ତମ ପାଖରେ ଅଛି ସେଥିରେ ଖୁସି ହେଇଯିବ ନା। ତେଣୁ ଏଇଟା ଗୋଟେ ସ୍ଥିତି, ତୁମ ମନୋଭାବଟାକୁ ଆଟିଟ୍ୟୁଡଟାକୁ ସେମିତି ବଦଳି ଦେଲେ ତମେ ଖୁସି ହେଇଯିବ। ସେଇଟାକୁ ତୁମେ ହାବିଟରେ କାହିଁ ପକଉନ? ସେ ବୁଝିଲେ, ସେଇଟା ବୁଝି ସାରିଲା ପରେ ସେ ଦେଖିଲେ ଯେ ଆଉ ଏଇଭଳି ସ୍ଥିତିରେ ସେ ପରେ ତା ପରବର୍ତ୍ତୀ ସମୟରେ ଆସିଲେ ତାଙ୍କ କୁଳଗୁରୁ ଯିଏ, ପରବର୍ତ୍ତୀ ସମୟରେ ତାଙ୍କର ଏଇଭଳି ଭାବନା ଆସିଲା। ତେଣୁ ଏଇଗୁଡିକ ମନ ଭିତରେ, ଆମ ମଣିଷ ଭିତରେ ସେଗୁଡା ଅଛି। କାହିଁକି ମଣିଷ ଭିତରେ ଅଛି? ନା ଏଇ ଯୋଉ ଦିବ୍ୟ ପରମ ସତ୍ତାଙ୍କର ପ୍ରତିଭୂତି ଆମ ଭିତରେ ଅଛି, ସିଏ ସର୍ଫେସର ସବୁ ତାକ ଆକ୍ସନ ରିଆକ୍ସନକୁ ବଦଳେଇ ଦେବାର ସାମର୍ଥ୍ୟ ଅଛି। ମଣିଷର ଯେତେ ଅନ୍ତର୍ମୁଖୀ ହବ ଏବଂ ଭିତରେ ବଞ୍ଚିବ, ସେତେ ତାର ଏଇ ସବୁ ଆଟିଟ୍ୟୁଡ ଗୁଡା ବଦଳିଯିବ। ଏଗୁଡାକୁ ସେ, ଆମେ ଧର ଯେମିତି ଗୋଟେ ଦେଖା ହେଇଛି ଆମ ଆଶ୍ରମରେ ଲେଖା ହେଇଛି ଆମେ କଣ ପାଇଁ ଖାଦ୍ୟ କହୁଛନ୍ତି, ଏଟା ବଞ୍ଚିବା ପାଇଁ ଖାଅ, ଖାଇବା ପାଇଁ ବଞ୍ଚେ, କିନ୍ତୁ ଆମେ 90% ଆମେ ଖାଇବା ପାଇଁ ବଞ୍ଚେ। ଯେତେବେଳେ ସେଇ ଭାବଟାକୁ ବଦଳିଦେବା ଆମେ, ସେ ଖାଇବାର ତୃପ୍ତି ପ୍ରକୃତରେ ନୁହେଁ। ଯେତେବେଳେ ଆମେ ସେଇଟା ବଦଳିଦେବା, ଆମେ ଆକଷ୍ଟମ୍ଡ ହେଇଯିବା ସେଥିରେ ବଦଳିଦେବା, ଦେଖିବା ଏଇ ଜଣା ପଡୁଛି ଭାରି ସହଜ ସରଳ କଥା, ପ୍ରାକ୍ଟିସ କରିବା ବହୁତ କଷ୍ଟ, କିନ୍ତୁ ସେଇଟା ଯଦି ପ୍ରାକ୍ଟିସ ଆମେ କରିବା ତାହେଲେ ଆମେ ପ୍ରକୃତରେ ଅନ୍ତର ଭିତରକୁ ଯିବା ପାଇଁ ଆମ ଭିତରେ ଗୋଟେ ପ୍ରୋତ୍ସାହନ ଆସିବ। କାରଣ ସେ ଯୋଉ ଖାଦ୍ୟର ଲାଳସଟା ଆମକୁ ଦାବିକି ରଖୁଥିଲା, ମାଡି ବସିକି ରଖୁଥିଲା, ଯୋଉଠି ଯାହା ମିଳିଲେ ବି କିଛି ନାହିଁ। ଗୋଟେ ସେ ବାକ୍ୟଟେ ଯୋଉଥିରେ ପଢିକି ଅର୍ଥଶାସ୍ତ୍ରରେ ପ୍ରଭୁ ଲେଖିଛନ୍ତି, ଆଜି ତମ ପାଖରେ ଅଛି ଗଦିରେ ଶୋଉଛ, କି ଫ୍ୟାନ ଅଛି କି କଣ ଅଛି, କାଲି କିଛି ନଥିବ, ସାପ ଉପରେ ଶୋଇବ। କିନ୍ତୁ ଭଗବାନଙ୍କ ପ୍ରତି, ମାଙ୍କ ପ୍ରତି ତୁମର ଯୋଉ ମନୋଭାବ ଥିଲା, ତାଙ୍କୁ ଯୋଉ ଶ୍ରଦ୍ଧା ଥିଲା, ଯୋଉ ତାଙ୍କ ପ୍ରତି ପ୍ରେମ ଥିଲା, କି ଯାହା ଭକ୍ତି ଥିଲା, ସେଗୁଡା ଯେମିତି ଅବ୍ୟାହତ ନ ହୁଏ। ତ ଦ୍ୟାଟ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାପରେ ପ୍ରଭୁ କହୁଛନ୍ତି ଆଉ ଗୋଟେ କଥା ଜାଣିଲା ପରେ ଆମେ ପୁରା ଦେଖିବା ଯେ ଆମେ ଆର ଚାପ୍ଟରରେ ଯୋଉଗୁଡାକ ଆମକୁ ସବୁ ସମସ୍ୟା ଦେଖା ହଉଥିଲା, ଏଥିରେ ଯୋଉଗୁଡାକ ସଲ୍ୟୁସନ ଅଳ୍ପ ଅଳ୍ପ ହେଇଥିଲା, ତାକୁ ପ୍ରଭୁ କେମିତି ଧୀରେ ଧୀରେ ସେ ସବୁ ବଦଳେଇ ଦଉଛନ୍ତି। ଆଉ ଏଇଟା ପର୍ଟିକୁଲାରଲି କହୁଛନ୍ତି କୋଉମାନଙ୍କ ପାଇଁ? ଜଣେ ସାଧାରଣ ଯିଏ ସଂସ୍କାର, ନୈତିକତା କି ଧର୍ମୀୟ ଭାବନାକୁ ନେଇ ଜାବୁଟିକି ଧରିଛି, ସେମାନଙ୍କୁ ଏଇଟା ଭଲ ଲାଗିବ। ଯୋଉମାନେ ଫିଲ୍ କଲେଣି ଯେ ଏଇ ଗତାନୁଗତିକ ସଂସ୍କାରଗତ ଧର୍ମୀୟ ଜୀବନ, ଏଇ ଯୋଉ ନୈତିକ ଜୀବନ, ତାର ଆଉ ଆବଶ୍ୟକତା ନାହିଁ, ଏବଂ ସେ ଅନୁଭବ କରିବ ଯେ ଆଉ ଗୋଟେ କଥା ଅଛି ଯିଏ ମତେ ପରମାନେଣ୍ଟ ଦବ, ଯାହାଙ୍କୁ ପାଇଲେ ମୁଁ, ଯାହାଙ୍କ ସହିତ ମିଶିକି ରହିଲେ, ଯାହାଙ୍କ ଚେତନାରେ ବଞ୍ଚିଲେ ମୁଁ ଯଥାର୍ଥ ଆନନ୍ଦ ପାଇବି। ସେଥିପାଇଁ ଯେତେବେଳେ ପ୍ରଚେଷ୍ଟା ଆରମ୍ଭ କରିବ, ଏଗୁଡିକ ଆଉ ତାକୁ ଯୋଉଗୁଡିକ ସଂସ୍କାରଗତ ଜିନିଷକୁ ଧୀରେ ଧୀରେ ସେ ଓହରିଏ। ତାପରେ ସେଇ କଥାକୁ ନେଇକି ପ୍ରଭୁ କହୁଛନ୍ତି, ଇଟ୍ ଇଜ ଇକ୍ୱାଲି ୱିଦିନ୍ ଆୱାର କମ୍ପିଟେନ୍ସ ଟୁ ଆକଷ୍ଟମ୍ ଦି ସୁପରଫିସିଆଲ ବିଇଂ ଟୁ ରିଟର୍ନ ଇନଷ୍ଟେଡ୍ ଅଫ୍ ମେକାନିକାଲ ରିଆକ୍ସନ୍ସ ଅଫ୍ ପ୍ଲିଜର, ପେନ୍ ଆଣ୍ଡ ଇଣ୍ଡିଫରେନ୍ସ। ମନ ଦେଇକି ଏଟାକୁ ଶୁଣନ୍ତୁ, ଏ ବାକ୍ୟଟା ପ୍ରଭୁ କହୁଛନ୍ତି, ଏକା ଭାବରେ ଆମ ଭିତରେ ଅଛି, ଆମର ସାମର୍ଥ୍ୟ ଅଛି, ଆମର ସେ ଆମେ ସେଟା କରିପାରିବୁ, କମ୍ପିଟେନ୍ସି ଆମର ରହିଛି। କଣ ରହିଛି ନା ଏଇ ଯୋଉ ଅଭ୍ୟାସଗତ ଜିନିଷଟାକୁ ଆମେ ଛାଡି ପାରିବୁ। ଆମେ ଯୋଉ ଆକଷ୍ଟମ୍ଡ ହେଇଯାଉଛୁ ଏଇ ସୁପରଫିସିଆଲ ବିଇଂ, ଆମର ଯୋଉ ତୂଳରେ ଉପରି ଭାଗରେ ବହିରଙ୍ଗ ସତ୍ତା, ସିଏ ଫେରି ଆସିପାରିବ, ତାର ସିଏ ସାମର୍ଥ୍ୟ ଅଛି। ଟୁ ରିଟର୍ନ ଇନଷ୍ଟେଡ୍ ଅଫ୍ ଦି ମେକାନିକାଲ ରିଆକ୍ସନ, ଆମେ ଯୋଉ ଗୋଟେ ମେକାନିକାଲି ଯାନ୍ତ୍ରିକ ଭାବରେ, ଗତାନୁଗତିକ ଭାବରେ ଆମର ଯୋଉ ରିଆକ୍ସନ ଟା ପ୍ରତିକ୍ରିୟା ହଉଛି କାହା ପ୍ରତି, ପ୍ଲିଜର, ପେନ୍ ଆଉ ଇଣ୍ଡିଫରେନ୍ସ, ତାକୁ ଆମେ ଅତିକ୍ରମି ପାରିବା। ଆମ ଭିତରେ ସେ କମ୍ପିଟେନ୍ସ ଅଛି। ସେଥିପାଇଁ ଆମର ସାଧନ ଦରକାର, କିନ୍ତୁ ଆମର ସାଧନା ଦରକାର ସେଥିପାଇଁ, କିନ୍ତୁ ଆମେ ଚାହିଁଲେ ସେ ଯେ ଆମେ ଆକଷ୍ଟମ୍ଡ ତା ହେଇକି ତା ସାଙ୍ଗରେ ପଡିକି ରହିପାରିବାନି, ତାକୁ ଅତିକ୍ରମିକି ଯାଇପାରିବା। କୋଉଠିକି ଯିବା? The free reply of the inalienable delight, which is the constant experience of true and vast bliss self within us. ଏଇ ଯୋଉ ଭିତର ବାହାର ଭିତରେ ସେ କମ୍ପେୟାର କରେ। ଏଇ ବାହାରେ ଯୋଉଗୁଡିକ ଆମକୁ ଟାଣିକି ଧରୁଛି, ଯୋଉ ଯାନ୍ତ୍ରିକ ରିଆକ୍ସନ ଅଛି, ସ୍ୱାଭାବିକ ଭାବରେ ପ୍ରକ୍ରିୟା ଯୋଉଗୁଡାକ ଆସୁଛି, ଯାନ୍ତ୍ରିକ ପ୍ରକ୍ରିୟା ସବୁ ଆସୁଛି, ସେଇଗୁଡିକୁ ଆମେ ତାକୁ ତା ସହିତ ଅଭ୍ୟସ୍ତ ହେଇଛି, ତ ତାକୁ ସେଇ ଅଭ୍ୟସ୍ତ ଅବସ୍ଥାକୁ ମଧ୍ୟ ଆମେ ଅତିକ୍ରମି ପାରିବା। ସୁଖ ଦୁଃଖ ଆଉ ଯୋଉ ଉଦାସୀନର ପ୍ରକ୍ରିୟା ଆମେ ଆସିଛୁ,
ତାକୁ ଆମେ ସହଜ ଭାବରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଆମେ ତାକୁ ସେଇ ସ୍ଥାନରେ ଆଉ ଗୋଟେ ଜିନିଷ ରଖି କରିବା ଯୋଉଟା କି ଭିତରେ ଅଛି। ଭିତରେ ତାକୁ ଅନୁଭବ କରିଥିଲେ ସେ ବାହାରେ ଆସି ଏଟାକୁ ବଦଳେଇ ଦେଇପାରିବ। ସେଇଟାକୁ କଣ କରିବ ନା ଆମ ଭିତରେ ସେଇ ଉପରି ଭାଗରେ ସିଏ ସ୍ୱତଃସ୍ଫୂର୍ତ୍ତ ଭାବରେ ଆନନ୍ଦକୁ ପରିପ୍ରକାଶ କରିବ। ତାମାନେ ଆମ ବାହ୍ୟ ଚେତନାକୁ ଆମେ ଅଭ୍ୟସ୍ତ କରିବା। ଆମର ସାଧାରଣତଃ ଗୋଟେ ଭିତରର ଚେତନା ଅଛି, ବାହାର ଚେତନା ଅଛି। ଆମର ଏଇ ଯୋଉ ପ୍ଲିଜର ପେନ୍ ଆଉ ଇଣ୍ଡିଫରେନ୍ସଟା ବାହାର ଚେତନାର କଥା, ଏଗୁଡିକ ବହିରଙ୍ଗ ବ୍ୟାପାର ସବୁ। ତେଣୁ ସେଇଟାକୁ ଆମେ ବଦଳାଇ ଦେଇପାରିବା, ତାକୁ ଆମେ ଗୋଟେ ସ୍ୱତଃସ୍ଫୂର୍ତ୍ତ ଆନନ୍ଦର ଭାବରେ ନେଇପାରିବା। ସେଥିରେ ତାକୁ ଅଭ୍ୟସ୍ତ କରିବାର ସାମର୍ଥ୍ୟ ଆମ ଭିତରେ ଅଛି। କାହିଁକି ଅଛି? ତାର ମୂଳ ବୀଜଟି କୋଉଠି ଅଛି? ସେ କହୁଛନ୍ତି ମୂଳଟି କୋଉଠି ଅଛି ନା ଆମ ଭିତରେ ଯୋଉ ଆମେ ମୁକ୍ତ ଭାବରେ ତାକୁ ପ୍ରତ୍ୟୁତ୍ତର ଦବା। କାହାର ପ୍ରତ୍ୟୁତ୍ତର ଦବା? ଇନଆଲିଏନେବଲ ଡିଲାଇଟ୍, ମାନେ ଯୋଉ ଅଖଣ୍ଡ ଆନନ୍ଦ, ସିଏ କନଷ୍ଟାଣ୍ଟ ଏକ୍ସପିରିଏନ୍ସ। କାହାର? ଟ୍ରୁ ଆଣ୍ଡ ଭାଷ୍ଟ ବ୍ଲିସ୍ ସେଲ୍ଫ ୱିଦିନ୍। ଆମେ ଆଗରୁ ଆଲୋଚନା କଲେ ଆମ ଭିତରେ ଟ୍ରୁ ବିଙ୍ଗ ଅଛନ୍ତି, ଯଥାର୍ଥ ଯିଏ ସତ୍ୟ ଅଛନ୍ତି, ଏବଂ ଆନନ୍ଦ, ସେ ମାନେ ଆନନ୍ଦମୟ ପୁରୁଷ ଅଛନ୍ତି। ସିଏ ବିପୁଳ, ସେ ସତ୍ୟ ସ୍ୱରୂପ। ତେଣୁ ଯେତେବେଳେ ତାଙ୍କ ସହିତ ଆମେ କଣ୍ଟାକ୍ଟରେ ପଳେଇ ଆସିବା, ତାଙ୍କୁ ଯେତେବେଳେ ଆମେ ଆବିଷ୍କାର କରିବା, ଯେତେବେଳେ ସେଇ ଚେତନାରେ ବଞ୍ଚିବା ଏବଂ ତାଙ୍କର ପ୍ରତ୍ୟୁତ୍ତର ଦେବା, ସେଇ ଡାକରା ଆସୁଛି। ଏତେ ଆବୃତ ହେଇକି ରହିଛନ୍ତି ଯେ ଆମେ ବାହ୍ୟ ଜୀବନରେ ଏତେ ବ୍ୟସ୍ତ ହେଇକି ରହୁଛେ ଯେ ସାଧାରଣ ଯୋଉ ସ୍ଥୂଳ ଜୀବନଟାକୁ ଆମକୁ ଉପଭୋଗ୍ୟ ବୋଲି ଭାବିକି ସେଇଥିରେ ଆମ ସମୟଟା ପଳଉଛି। କିନ୍ତୁ ସେତିକି ଯଦି ଆମେ ରେସ୍ପନ୍ସ କରିପାରୁଛୁ, ଯଦି ପ୍ରକୃତିରେ ପ୍ରତ୍ୟୁତ୍ତର ଦେବା, ସେଇ ଯୋଉ ଇନଆଲିଏନେବଲ ଡିଲାଇଟ୍, ଅଖଣ୍ଡ ଅବିଚ୍ଛେଦ୍ୟ ଯୋଉ ପରମାନନ୍ଦ, ତା ସହିତ ଆନନ୍ଦ ସହିତ ସେ କୋଉଠି ଅଛି? ସେ କାହାର ଅବିରାମ ଭାବରେ ଏକ୍ସପିରିଏନ୍ସ? ସେ ହଉଛି ଟ୍ରୁ ଆଣ୍ଡ ଭାଷ୍ଟ ବ୍ଲିସ୍ ସେଲ୍ଫ। ସେ ହଉଛନ୍ତି ସତ୍ୟ ସ୍ୱରୂପ, ବିପୁଳ, ଆନନ୍ଦମୟ ପୁରୁଷଙ୍କର ନିତ୍ୟ ଅନୁଭୂତି। That could be extended to surface କୁ ଆସିପାରିବ। And this is a greater conquest। ଏଇ କଥାଟା ଯଦି ଆମେ କରିପାରିଲେ ତାହେଲେ ଏଇଟା ହଉଛି ଗୋଟେ ସର୍ବୋଚ୍ଚ, ସବୁଠୁ ମାନେ ବିରାଟ ଗୋଟେ ବିଜୟ ଏଇଟା। ଗ୍ରେଟର କନକ୍ୱେଷ୍ଟ, ଷ୍ଟିଲ୍ ଡିପର, ଆଉ ତାଠୁ ଆହୁରି ଗଭୀରତର, ଆଣ୍ଡ ମୋର କମ୍ପ୍ଲିଟ, ଆହୁରି ପୂର୍ଣ୍ଣ ସେ ସେଲ୍ଫ ପୋଜିସନ। এই অবস্থা ଆମେ ପାଇପାରିବା। Then a glad and detached reception in the depth of the habitual reaction on the surface। ଆମେ ଏମିତି କହିଲେ କେତେ ଗୁଡ଼ିଏ ଆମର ରିଆକ୍ସନ ଗୁଡାକ ହାବିଟରେ ପରିଣତ ହେଇଯାଏ। ହାବିଟ ହେଇଗଲା ପରେ ତାକୁ ହାବିଟ ଗୁଡାକୁ ଛାଡିବା ଭାରି କଷ୍ଟ ହୁଏ, କିନ୍ତୁ ଆମେ ତାକୁ ବହୁତ କଷ୍ଟ କରିକି ତାକୁ ଛାଡୁ। କିନ୍ତୁ ଏଇ ବାହ୍ୟ ଚେତନାର ଯୋଉ ଅଭ୍ୟସ୍ତ ପ୍ରତିକ୍ରିୟା ସବୁ ଅଛି, ତାକୁ ଯଦି ଆମେ ଗୋଟେ ମନେକର କେମିତି ତାକୁ ଅତିକ୍ରମିବାର ଯୋଉ ସାମର୍ଥ୍ୟ, ତା ଅପେକ୍ଷା ଯୋଉଟା ଏଇ ସକଳ ପରିସ୍ଥିତିରେ ସେ ଯୋଉ ଆନନ୍ଦଟି, ସେ ଆନନ୍ଦକୁ ଯଦି ଆମେ ବ୍ୟକ୍ତ କରିପାରିବା, ଏଇ ଯୋଉ କଥାଟା ଆମେ ଆଲୋଚନା କଲେ, କେମିତି ବ୍ୟକ୍ତ କରିବା ନା ଆମେ ମୁକ୍ତ ଭାବରେ ପ୍ରତ୍ୟୁତ୍ତର ଦେବା। କାହାକୁ? ନା ସେଇ ଅବିଚ୍ଛେଦ୍ୟ ଅଖଣ୍ଡ ଆନନ୍ଦକୁ, ଯିଏ ହଉଛି କାହାର? କାହାର ସେଇଟା? ନା ଭାଷ୍ଟ ବ୍ଲିସ୍ ସେଲ୍ଫ, ଟ୍ରୁ ଆଣ୍ଡ ଭାଷ୍ଟ ବ୍ଲିସ୍ ସେଲ୍ଫ। କୋଉଠି ଅଛି? ନା ବିଦିନ ଅଛି। ତେଣୁ ସେଇଠୁ ଅବିରତ ଭାବରେ ସେଇ ଅନୁଭୂତିକୁ ଆମେ ଯଦି ଆଣିପାରିବା, ତାହେଲେ ତାକୁ ମହତ୍ତର ସିଦ୍ଧି, ଗଭୀରତର, ପୂର୍ଣ୍ଣତର ଆତ୍ମବିଜୟ ବୋଲି କୁହାଯାଏ। এই କଥା ହିଁ ପ୍ରଭୁ କହୁଛନ୍ତି। ଏସବୁ ସାଧନାର କଥା। ଆମେ ସିନା ଲେଖା ହେଇଛି ବୋଲି ପଢୁଛେ, ପଢିକିରି ସେ ପ୍ରଭୁ ଏହା କହୁଛନ୍ତି ବୋଲି ଇଂରାଜୀରେ ଲେଖିଛନ୍ତି, ତାକୁ ଆମେ ଆମ ନିଜ ଭାଷାରେ ତାକୁ ଏକ ପ୍ରକାର ଆମେ କହୁଛେ, ବା କୋଉଠି କଣ କଥାଟାକୁ ବୁଝିବା ପାଇଁ ଆମେ ଜାଣିଥିବା ଏଇ ଯାହା କରୁଛୁ ମନର ବୁଦ୍ଧି ଭିତରେ ଆମେ କରୁଛେ। ତାପରେ ସେ କହୁଛନ୍ତି ଯେ ଏଇ ଯୋଉ ଆମେ ଦେଖିଲେ କଣ, ସେଇ ଯୋଉ ମୁକ୍ତ ପ୍ରତ୍ୟୁତ୍ତର ଆମର ଦରକାର, ସେ ଅଖଣ୍ଡ ଅବିଚ୍ଛେଦ୍ୟ ଯୋଉ ଆନନ୍ଦ, ଯେ ଅବିରାମ ଭାବରେ ଆସୁଛି, ସେଇ ସତ୍ୟ ବିଶାଳ ଆନନ୍ଦମୟ ପୁରୁଷଙ୍କ ପାଖରୁ ଅନୁଭୂତି ସହିତ ସଂଯୁକ୍ତ ହେଇଛି, ସେଇଟା ହଉଛି ବଡ କଥା। ଆମେ ତାଙ୍କରି ଅଧୀନସ୍ଥ ହବା, ମାଙ୍କ ଚେତନାରେ ବଞ୍ଚିବା, ତାହେଲେ ଯାଇକିରି ଆମେ ଅସଲ ଜିନିଷ ଟିକେ ପାଇପାରିବା, ଆଉ ସେଇଟା ଯଥାର୍ଥ ବିଜୟ ବୋଲି କହିପାରିବା। ତାପରେ ପ୍ରଭୁ କହୁଛନ୍ତି, for it is no longer a mere acceptance without subjection, a free acquiescence in imperfect values of experience। ଏ ଦିଟା କଥା ଦେଖିବା। ପ୍ରଥମେ ରହୁଛି କଣ, ଆମେ ଅଧୀନ ନ ହେଇକିରି ଆମେ ଗ୍ରହଣ କରିନେବା। ଆଉ ଗୋଟେ ଦ୍ୱିତୀୟଟି କଣ, ଫ୍ରି acquiescence in the imperfect values of the experience। ଗୋଟେ ଅନୁଭୂତିର ଯୋଉ ଅପୂର୍ଣ୍ଣତା, ତାର ଅପୂର୍ଣ୍ଣ ମୂଲ୍ୟ
ତା ପାଖରେ ଆମେ ତାକୁ ମୁକ୍ତ ଭାବରେ ପ୍ରାପ୍ତ ହେବା ବା ତାକୁ ମାନି ନେବା। ଏଇ ଦିଟା କଥା ପ୍ରଥମ ସେ କହିଲା। ଆଗ ଏ କଥାଟା ଆମର ହଉଛି, କେମିତି ହଉଛି ମୁଁ କହୁଛି। ଯୋଉ ଜଣେ ଏମିତି କଥା ହଉଥିଲି ଜଣଙ୍କ ସାଙ୍ଗରେ କୋଉଠି ଗୋଟେ ମିଟିଂ ରେ, ଯେ କହିଲେ ଆମେ ଯୋଉ ଟିଚର୍ସ ଡେ କରିଛେ, କଣ ଏଇଟା ଗୁରୁ ଦିବସ କାହିଁ କହୁଛେ, ଏଇଟା ଶିକ୍ଷକ ଦିବସ କାହିଁ କହୁନେ? ଗୁରୁ ଦିବସ ଆମେ ତ ସବୁ ଶିକ୍ଷକ, ଆମ କଣ ଗୁରୁ ସବୁ? ମୁଁ କହିଲି କାହିଁ, ମୁଁ ହଠାତ୍ ମୋ ମୁଣ୍ଡରେ ପଶିଲାନି। ମୁଁ କହିଲି କାହିଁକି ଆପଣ ମାନେ ହାଇସ୍କୁଲ ଟିଚର ଜଣେ, ସେମାନେ ପ୍ରକୃତିରେ ବହୁତ ମାନେ ବୁଦ୍ଧିଆ, ବହୁତ ସେମାନଙ୍କର ବ୍ୟବହାରିକ ଜ୍ଞାନ ବହୁତ ଅଧିକ, ରିଜନିଂ ପାୱାର ବି ଅଧିକ। ସେ କହିଲେ ଦେଖନ୍ତୁ ଆମେ, ଆପଣ ବୁଝିପାରିବେନି, ଗୁରୁ ତ ଆମେ ସମସ୍ତେ ବୁଝିଛେ କିଏ? ଗୁରୁ ସବୁବେଳେ ସ୍ୱାଧୀନ। ଆଉ ଗୁରୁ ହଉଛନ୍ତି ଚଢେଇ, ଶିକ୍ଷକ ହଉଛନ୍ତି ଗୁଡି। ମୁଁ କିଛି ବୁଝିପାରିଲିନି କଣ ଶିକ୍ଷକ କଣ ଗୁଡି? ନା ଗୁଡିଟା ଗୋଟେ ସୂତା ବନ୍ଧା ହେଇଛି, ତାକୁ ସିଏ ବି ଆକାଶରେ ଉଡୁଛି, କିନ୍ତୁ ତା ଉଡିବା ଚଢେଇଟା ସ୍ପିଡ ଉଡିବା ଭିତରେ ପ୍ରଭେଦ। ଚଢେଇଟା କାହା ଅଧୀନରେ ନାହିଁ। ଏଠି କଣ ସରକାରୀ ନୀତି ନିୟମ ଅଛି। ଆଜି ସେ ଅମୁକ ଆଇଲେ, ଇଏ ବିଡିଓ ଆଇଲେ କି କଣ କି ଏଜୁକେସନ ଅଫିସର ଆଜିକାଲି ହେଇଛି, ମୁଁ ତାଙ୍କୁ କହିପାରିବିନି। ସେ ଅମୁକ ଆସିଲେ ସମୁକ ଆସିଲେ, ନହେଲେ ନାହିଁ ତମର କାଟିଦେବେ, ତମ ପରମିଶନ ଦେବେନି, ଏଇ କରିବେନି, ସେ କରିବେନି। ବିଭିନ୍ନ ପ୍ରକାର ସବୁ ଷ୍ଟେସନ ସେମାନଙ୍କର ମାନିବାକୁ ପଡିବ ତାଙ୍କ କଥା। ଆମେ ତାଙ୍କୁ ସବୁ ତାଙ୍କ ନୀତି ନିୟମକୁ ମାନିବାକୁ, ସରକାରୀ ନୀତି ନିୟମକୁ ମାନିବାକୁ ବାଧ୍ୟ। ସବୁ କଥା ହେଇଥିଲେ ବି ମଧ୍ୟ ତଥାପି ସିଏ ଏତେ ସହଜରେ ମଞ୍ଜୁରୀ ଦେବେନି। ମାନେ ଯେମିତି ଗୁଡିରେ ସୂତାଟା ବନ୍ଧା ହେଇଛି, ଟାଣିଦେଲେ ଗୁଡି କଣ ଉପରକୁ ଉଠେଇବ, ସେ ତଳକୁ ଆସିବ, ସେ ମନକୁ ମନ ଯାଇପାରିବନି। କିନ୍ତୁ ଚଢେଇଟା ତ ଉଡିକି ପଳେଇବ ନା। ଏଇ ହଉଛି ଏଇ କଥାଟା ସେ କହିଲେ, ଚମତ୍କାର କଥାଟା ତ ସତ କଥା, ଏଇଟା ପ୍ରକୃତର ସତ କଥା। ଆମେ ଅନେକ କଥା ଏମିତି ସେ ନିୟମର ଅନ୍ୟସ୍ତ ହେଇଯାଉ, ତା ଇଏରେ ରହିଯାଉ, ତେଣୁ ଆମେ ଆମର ବିବେକ ବି ମଧ୍ୟ କାର୍ଯ୍ୟ କରେନି ସେଠି, ଫ୍ରିଲି ଆମେ କିଛି କାର୍ଯ୍ୟ କରିପାରୁନା। କାରଣ ଏତେ ଗୁଡିଏ ଷ୍ଟେପ ଦେଇକି ସରକାରୀ ନୀତି ନିୟମ ଅଛି। ଆଜି ମାନେ ତଳ ପଦସ୍ଥ ଅଫିସର ଆସିଲା ବେଳକୁ ମଧ୍ୟମ ପଦସ୍ଥ ଆସିବେ, ତାପରେ ଉଚ୍ଚ ପଦସ୍ଥ, ଦରକାର ମନ୍ତ୍ରୀ ଆସିବେ। ମନ୍ତ୍ରୀ ଆସିବା ମାନେ ତାଙ୍କର କେତେ ଗୁଡିଏ କୋଡ ଅଫ କଣ୍ଡକ୍ଟ ତାକୁ ମାନିବାକୁ ପଡିବ। ଯେତେବେଳେ ଆମେ ଶିକ୍ଷକ, କିନ୍ତୁ ପ୍ରଭୁ କହୁଛନ୍ତି ବଟ୍ enables us to convert imperfect into perfect, false into true value, constant but veritable delight of the spirit in things, taking the place of a duality experienced by a mental being. ଆମେ ଟିକେ ଟିକେ କରିକି ଆକୁ ଦେଖିବା। ସେ କହୁଛନ୍ତି ଯେ ଆମେ ତଥାପି କଣ କରିପାରିବା, ମାତ୍ର ଆମେ ସମର୍ଥ ହେଇପାରିବା। କଣ ଆମେ କଣ କରିପାରିବା ନା, ଭୋଟୋପାୟନ ସାଧନା ଆମର ଆସିବା, ଆଉ ଆମର ସେଇ ଅସଲ ଟ୍ରୁ ବିଇଂକୁ ଯେତେବେଳେ ଆବିଷ୍କାର କରି ସେ ଚେତନାରେ ବଞ୍ଚିବା, ଅନ୍ତର୍ଗତ ଚେତନାରେ ବା ୱିଦିନ୍, ମାନେ ଯଦି ଆମ ଭିତରେ ବଞ୍ଚିବାକୁ ଆମେ ସମର୍ଥ ହେଇପାରିବା, ତାହେଲେ ଆମେ କଣ କରିପାରିବା ନା, ଏଇ ଯୋଉ ଅପୂର୍ଣ୍ଣତାର ଉପଲବ୍ଧିଟାକୁ ଆମେ ପରଫେକ୍ଟ ପୂର୍ଣ୍ଣତା ଦେଇପାରିବା। ଯୋଉଟା ମିଥ୍ୟାଟା ଥିଲା, ଫଲ୍ସ ଥିଲା, ତାକୁ ଟ୍ରୁ ଭ୍ୟାଲ୍ୟୁ ଦେଇପାରିବା। ଯୋଉଟା କନଷ୍ଟାଣ୍ଟ ଥିଲା, ତାକୁ ଆମେ ମାନେ କନଷ୍ଟାଣ୍ଟ ଭାବରେ ଥିଲା, ସେଟାକୁ ଆମେ ଭେରିଏବଲ ଡିଲାଇଟ୍ ମଧ୍ୟ କରିପାରିବା। କାହାର? ସ୍ପିରିଟର, ପ୍ରତ୍ୟେକ ବସ୍ତୁରେ। ଆଉ ସବୁଠୁ କୋଉଠି କରିବାକୁ ପଡିବ? ସବୁଠୁ ଏଇଥିପାଇଁ ମୁଁ କହୁଛି, ଭିତରର ଅନୁଭୂତି ନ ଆସିଲା ପର୍ଯ୍ୟନ୍ତ, ସେଇ ଯଥାର୍ଥ ସତ୍ୟଟିକୁ ଆବିଷ୍କାର ନ କଲା ପର୍ଯ୍ୟନ୍ତ, ସେ ଭାଷ୍ଟ ବ୍ଲିସ୍ ସେଲ୍ଫ ଭିତରେ ବାତ ନ କଲା ପର୍ଯ୍ୟନ୍ତ ବାହାରକୁ ଆମେ କରିପାରିବାନି। ବାହାରେ କୋଉ ପ୍ରୋବ୍ଲେମଟା ହଉଛି, ଏଇ ଯୋଉ ମନମୟ ସତ୍ତାର ସ୍ଥିତିରେ ହଉଛି। ତେଣୁ ଆମେ କଣ କରିବା, ଯାହା କିଛି ବିବିଧତା ରହିଛି, ଯୋଉ ଡୁଆଲିଟି ଯାହା ସବୁ ରହିଛି, ସେଇ ଜାଗାରେ ଆମେ ଆଣିକି ଥୋଇଦେବା। କାହାକୁ? ନା ଆତ୍ମାର ଯୋଉ ଅବ୍ୟାହତ ନିତ୍ୟ ସତ୍ୟ ଆନନ୍ଦ ଟିକେ ଆଣି ରଖିବା। ଯେତେବେଳେ ଆମକୁ ସେଇ ସାମର୍ଥ୍ୟ, ମନମୟ ସତ୍ତା ଯୋଉଠି କେବଳ ଗୋଟେ ବିବିଧ ଦ୍ୱନ୍ଦ୍ୱ ଭିତରେ ଆସୁଛି, ପାପ ପୁଣ୍ୟ, ଆନନ୍ଦ ଦୁଃଖ, ଏଇ ସବୁ ଡୁଆଲିଟି ଭିତରେ ରହିଛି, ତାକୁ ସେ ଡୁଆଲିଟି କୁଆଡେ ପଳେଇବ? ସେ ଅନୁଭବ ଗୁଡିକ ପଳେଇବ। ତାକୁ କୋଉଥିରେ ଅଭ୍ୟାସ କରିବା? ନା ଯୋଉ ଆତ୍ମାର ଅବ୍ୟାହତ ଆଉ ନିତ୍ୟ ସତ୍ୟର ଯୋଉ ଆନନ୍ଦଟି। ପ୍ରଭୁଙ୍କର କଥାଟା ହଉଛି କଣ କି, ସବୁର ସମାଧାନଟା ପ୍ରଭୁ କହୁଛନ୍ତି ରହିଛି ସେଇ ଆନନ୍ଦରେ। ସବୁର ରହିଛି ସେ ଆନନ୍ଦରେ। ସେ ଆନନ୍ଦଟା କେମିତି ଆସିବ? ଏ ଆନନ୍ଦଟା କେମିତି? ଗୋଟେ ଧର ଫର ଏକ୍ସାମ୍ପଲ, ଆମେ ଯୋଉ ଆମକୁ ଗୀତାରେ କହିଛି ସର୍ବେଣ ବାଧିକାରସ୍ତୁ ମା ଫଳ ସୁଖଦାତ, ଯଦି ଜଣେ ସେଇଟାକୁ ପ୍ରାକ୍ଟିସ କରିବେ, କାମଟା ବଡ ହଉ କି ସାନ ହଉ, ସେଟା ବଡ କଥା ନୁହେଁ।
आमे जहा करूचु जदि आमे सेही भाव रखिक करूचु किसी फल आशा करनु लाभ क्षति आशा करनु किए आमको प्रशंसा करिवो किए आमको निंदा करिवो से व्यस्त ना करूनु आम जहा करू ही अर्पण कर चेतनार संयुक्त हो सी मनोभाव अनुसार कर कौन हम साधारण भाव में आमर मनोमय सत्तार जो आम भर प्रतिक्रिया आसवा कथा क्रिया प्रतिक्रिया आसवा कथा सी प्रतिक्रिया आसो जो अभ्यास करने पड़े जहा कर आनंदर सहित कर कर्मटी माने कर्म से आनंद पाऊ कर्म कर आनंद किए प्रशंसा कर किए खुशी हम अन्य मान खुशी करने कि दरकार ना आई जो आकर्षण ये कष्ट कौन कि गोटे कथा कहीकि बंद करेंगे ये प्रकृत में जो कथा प्रभु कहले जे ओब्लिगेशन टा जिते अतिक्रम करवा जिते कष्ट नुहे ओब्लिगेशन ऑफ हैबिट को बेस कष्ट मेरा जो रामकृष्ण परमहंसर नाई मैंने जो राति होगला से हाटरू केउटुनी आसी जन माल्याणी घरे रहा माल्याणी घरे रहा जे तार जो माछ टोकीटा बाहर तो आई घरे जो किसी शोक गला सी घरे आकर्षण फूल दरकार भिन्न भिन्न फूलर सब माने टोकई गुड़ा माने ये गुड़ाक बोझे सब रही राति सारा किए सुंदर सुंदर बासना बस शोनी सका कौन ये कौन पचार कौन निद केमी चल ना निद कौन मुझे शोई पारे ना कहीं ये घर जाक तो तुम खाली फूलर बासना मुझे भी कौन देख यही हूँ मनुष्यर गोटे हाबिट अब्लिगेशन हाबिटा एमती हो जाए सहजरे से अतिक्रम भारी कष्ट आईटा माने मनर जो स्तर मनर जो भूमि ता भर पूरा चिपटिकी रही जाए काढ़ा टाणिक काढ़ा ता जगह अन्य को भर्ती करवा आनंद को भर्ती करवा एत सहज हुए किंतु असंभव नुहे किंतु अनिवार्य नुहे प्रभु यहाँ निहाती अनिवार्य नुहे असंभव भी नुहे आ ये आवश्यकता परम भी नुहे। वंदे मातरम।